ଠିକ ଅଛି। ପଇସା ଅଭାବରୁ ଅଧାରେ ବନ୍ଦ ହୋଇଯାଇଥିବା ଭାଇ ଭଉଣୀଙ୍କର ପାଠ ପଢା ଆଉ ବନ୍ଦ ହବନି। ହେ ଠାକୁରେ, ତମେ ମୋ ଭାଇ ଭଉଣୀ କି କୂଳରେ ଲଗେଇ ଦିଅ ପ୍ରଭୁ, କୂଳରେ ଲଗେଇ ଦିଅ। ସେମାନେ ତ ପାଠ ପଢି କୂଳରେ ଲାଗିବେ। ମୁଁ ଟଙ୍କା ଦେଇ ପାଠ ପଢି ମୋ ପଇସା କଣ ବୁଡିବ ନା କଣ? ମଉସା, ହଁ ମୋ ପାଖରେ ପଇସା ଅଛି ଅଥଚ ମୁଁ ତମକୁ ଦଉନି। ନୁହଁ କଣ? ସେମାନେ ତ ପାଠ ପଢି ଗଲ ବର୍ତ୍ତମାନ ଗାଁରେ ଆସିକି ରହିଲେଣି, ପାଠ ସାଠ ପଢିଲେ। ମୁଁ କୁଆଡେ ଶୁଣିବାକୁ ପାଇଲି ଯେ ସେ ବର୍ତ୍ତମାନ ଆଉ ଥରେ ପାଠ ପଢିବାକୁ। ତୋ ପାଖରେ ଟଙ୍କା ନାହିଁ ଯଦି ଏସବୁ ହଉଛି କେମିତି? ମଉସା, ମୋ ଭାଇ ଭଉଣୀଙ୍କର ଏ ବର୍ଷ ଶେଷ ବର୍ଷ ପାଠ ପଢା, ପଇସା ଅଭାବରୁ ତାଙ୍କ ପାଠ ପଢା ବନ୍ଦ ହୋଇଯାଇଥିଲା। ତାଙ୍କ ପାଠ ପଢା ପାଇଁ ଭୁବନେଶ୍ୱର ଯାଇ ସାଙ୍ଗମାନଙ୍କ ଠାରୁ କିଛି ଟଙ୍କା କରଜ ଧାର କରିଛି ପରା। ଧାର କରିଛି। ତୋର ତୁ ଧାର ଉଧାର କରି ଚଳଉଛୁ, ସେଥିରେ କିଛି ଯାଏ ଆସେ ନାହିଁ। ତୁ ବାହା ହକି ରହ, ମୋର ବି ଯାଏ ଆସେ ନାହିଁ। ଟଙ୍କାଟା ମୁଁ କେବେ ପାଇବି ସେ କଥା କହ। ଆଠୁ ଏଇଟା ଟଙ୍କା ଦେଇଛ ବୋଲି ଜଣେ ଭଦ୍ରଲୋକ ଘରେ ପଶି ମାସକୁ 10 ଥର ଆସି ତାଙ୍କୁ ବେଇଜ୍ଜତି କରିବା ତମକୁ ଟିକେ ଖରାପ ଲାଗୁନି? କେତେ ଟଙ୍କା ତମର? ମୁଁ ଦେବି। ବାବୁ, ମୋ ପାଇଁ ଏତେ ଟଙ୍କା ଦେବେ? ମୁଁ ଚାହୁଁଛି ଭାଙ୍ଗି ଯାଇଥିବା ବାହାଘରଟା ଆଉ ଥରେ ହେଉ। କୌଣସି ପରିସ୍ଥିତିରେ ତମ ଘରେ ଆମେ ବନ୍ଧୁ ବାନ୍ଧିବାର ନାହିଁ। ମୁଁ ତାଙ୍କୁ ଦେଇଛି ଉପର ପରି ଉଠଉଛ, ମୁଁ ଜମା ଟଏଲେଟ୍ କରେନି। ଶୁଣ ଦୈତାରୀ, ପଛ କଥାକୁ ସବୁ ଭୁଲି ଯାଅ। ଯାହା ହବାର ଥିଲା ତ ହେଇଗଲା। ପଛ କଥାକୁ ଦୁର୍ଘଟଣା ଭାବି ତାକୁ ତମେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଅ। ମୋ ଭାଣିଜୀ ଏବେ ଘରକୁ ଫେରି ଆସିଛି, ଆଉ ଜିଦ୍ ଧରି ବସିଛି ତମକୁ ହିଁ ବାହା ହବ। ଏମିତିକା ସୁଯୋଗକୁ ଆଉ ହାତ ଛଡା କରୁନା ବାପ ହବ। ତମେ ଯୋଉଟାକୁ ସୁଯୋଗ ବୋଲି କହୁଛ, ଏଇଟା ସୁଯୋଗ ନୁହଁ ବରଂ ଦୁର୍ଯୋଗ। ମାନାଟା ହେଲା ଏଇଆ ଯେ ଆମ ଭାଣିଜୀ ଯେତେବେଳେ ଯାହା ଇଚ୍ଛା କରିବ ସେଇଆ ହବ ନା କଣ? ଏ ବାହାଘର ହେଇପାରିବନି, ଆପଣ ଫେରି ଯାଆନ୍ତୁ। ସବୁ ଚାଚିଲା ଧନ ଗନ୍ଧଉଛି ଆଉ। ଦୈତାରୀ, ଶୁଣ ମୋ କଥା। ତୁ ବାହାଘର ମୋର ସେଥିରେ କିଛି ଯାଏ ଆସେ ନାହିଁ। ହେଲେ ଏଇ ମାସକ ଭିତରେ ତୁ ମୋ ଟଙ୍କା ଦବୁ ହେଲା। ମଉସା, ହଁ ତମେ କେବେ ନିର୍ଲଜ ଲୋକ କିଅ? କଣ? ମୁଁ ତମର ନିର୍ଲଜ ଲୋକ ଦେଖିନି କିଅ। ଆମେ ଯେତେବେଳେ ମନା କରୁଛୁ ତାଙ୍କ ଭାଣିଜୀ ସହିତ ଦୈତାରୀ ପଣ୍ଡାର ବାହାଘର ହେଇପାରିବନି, ତମେ କାହିଁ ମଝିରେ ହାବୁଡା ପଡୁଛ? ନଜ ବାବାଜୀକା ଥିଲୁ, ଏ ବାହାଘର ହେଇପାରିବନି, ତମମାନେ ଛାଡ଼ି ଯାଉଛ। ଆପଣମାନେ ଯଦି ମୋ ମୁହଁର କଥାଟା ଶୁଣିବାକୁ ଚାହୁଁଛନ୍ତି ତାହେଲେ ଶୁଣନ୍ତୁ। କୌଣସି ପରିସ୍ଥିତିରେ ମୁଁ ଏ ବାହାଘରରେ ରାଜି ହେଇପାରିବି। ପାଇଗଲେ ଉତ୍ତରଟା ପାଇଗଲେ ତ? ଆଉ ଚାଲ କାହିଁକି? ଯୋଉ ବାକ୍ୟ ବାଟେ ଆସିଥିଲେ ସେଇ ବାକ୍ୟ ବାଟେ ଚାଲି ଯାଆନ୍ତୁ। ଓ ସାଧୁ ମଉସା, କଣ ହେଲା? ଯଦି ତମ ମୁହଁରେ ଲାଜ ସରମ ଥାଏ, ହଁ ତାହେଲେ ସିଧା ସିଧା ପଳା। ତା ନହେଲେ ଗଳା ଧକ୍କା ଦେଇ ଏ ଘରୁ ବାହାର କରିଦେବି। କଣ ହେଲା? ମୋର ଟଙ୍କାରେ ପାଠ ପଢି ପୁଣି ମତେ ନାଲି ଆଖି। ହଉ ରେ ପୁଅ, ଚାକିରି କରିଗଲୁ ବୋଲି ବଡ ମଣିଷ ହେଇଗଲୁ ନା। ଶୁଣ ପୁଅ, ଯଦି ହିସାବ ମୁଁ କଡା ଗୁଣ୍ଡା କରି ନ ଦେଇଛି ତାହେଲେ ମୋ ନା ସାଧୁ ଅଳ୍ପ ଟିକେ ମୋ ଦୁଆର ଦେଇ ଆସିବ। ଆଇଲା ସାଧୁ ସାହାଣୀ। ଆଉ ତମେ ଠିଆ କାହିଁକି? ଯାଆନ୍ତୁ ଆପଣଙ୍କ ଭାଣିଜୀକି ବୁଝେଇଦେବେ। ଏଡି ବୁଢା ଥରେ କହୁଣିକି ଚାଲିଗଲେ ଆଉ ତାକୁ ଜିଭ ଲଗେଇ ଚାଟି ହୁଏନି। ଯଦି କଷ୍ଟମଷ୍ଟକେ ଚାଟିବାକୁ ଚେଷ୍ଟା କର, ସେଥିରେ ସ୍ୱାଦ ନଥାଏ। ଯେତିକିର ଲୋକ ସେତିକିରେ ରହିବାକୁ ଚେଷ୍ଟା କର। ତୁ ମୋ ମୁହଁରେ ଜବାବ ଦେଉଛୁ।
କଣ କରିବି ଦେଖିବ ଇନ୍ଦ୍ରଜିତ ବାବୁ ନରୀ ଉପରକୁ ହାତ ଉଠେଇବାକୁ ସାହସ କଲେ କେମିତି? ଇଚ୍ଛା ହଉଛି ନରୀ ହାତ ଉପରକୁ ଉଠିଥିବା ହାତଟାକୁ ମୋଡ଼ି ଭାଙ୍ଗିଦେବା। ଜାଣନ୍ତୁ ଜାଣନ୍ତୁ, ତା ନହେଲେ ଯଦି ଏଇ ଦୈତାରୀ ପଣ୍ଡା ଦିମାଗରେ ତାର ନିଆଁ ଲାଗିଯିବ ନା, ସେ ସବୁ ବର୍ବାଦ କରିଦେବ। କେମିତି ଅଛି ଦେଖୁଛି ତୋ ରକ୍ତଟା ବହୁତ ଗରମ ହେଇଯାଇଛି। ତୋର ଏ ଗରମ ରକ୍ତଟାକୁ କେମିତି ଥଣ୍ଡା କରାଯାଏ ସେଇଟା ମତେ ବେଶ ଭଲ ଭାବେ ଶୁଣ ଦୈତାରୀ, ତୁ ଯଦି ମୋ ଭାଣିଜିକି ନ ବାଉ ତୋର ମୁଁ ଚାରିଦିଗ ପୁରା ଅନ୍ଧାର କରିଦେବି। ମୁଁ ଆପଣଙ୍କ ପାଖରେ କି ଅପରାଧ କରିଛି ପ୍ରଭୁ? କାହିଁକି ଆପଣ ମତେ ଦଣ୍ଡ ଦଉଛନ୍ତି? ଆରେ ଶୁଣି ପାଇଲୁନୁ? ଚରିଦିଗ ଅନ୍ଧାର କରିଦେବି। ତୁ ସେ ଯାତ୍ରା ପାରି ଗୋଟେ ଆଲୋକ ଛାଡେ, ପିଲା ଦିଟା କିନ୍ତୁ ବିଦା হবে ସେ କଥା ଟିକେ ଚିନ୍ତା କରେ। ଆରେ ଏ ଜୀବନ ଭାଇ ଏ ଆଶା ଭାଇ ଆଶା ଟଙ୍କା ସବୁ ଠିକରେ ରଖିଛ ତ? ତୁ ଜମା ବ୍ୟସ୍ତ ହ ନା। ଶୁଣ, କଲେଜରେ ପହଞ୍ଚି ଆଗ ତମ ଟଙ୍କା ପଇଠ କରିଦବ, ଠିକରେ ଯିବ। ଆଉ ରାସ୍ତାରେ ଗଲା ବେଳେ ଆଉ ଘୁମେଇ ପଡିବନି ହେଲା? ଆରେ ସକାଳୁ ସେଇ କଥା ତୁ 30 ଥର କହିସାରିଲୁ। ପିଲା ଦିଟା କିନ୍ତୁ ବିଦା ଯିବେ ସେ କଥା ଚିନ୍ତା ନାହିଁ। ଆରେ ପିଲାମାନେ, ତମେ ତ ଭାଇଠୁ ଟଙ୍କା ପାଇଲ, ଆଉ କାହିଁ ଠିଆ ହେଲ? ଚାଲ, ନହେଲେ ସିଆଡେ ବସ ଫେଲ ହେଇଯିବ ଯେ। ଆରେ ଦେଖିଲୁ ଦେଖିଲୁ, ମୋ ଭାଇ ଭଉଣୀ ଦିଟା କେତେ ଖୁସିରେ ଚାଲିଗଲେ। ଆରେ ହଁ, ସତ କଥା। ତୋ ଖୁସି ଦେଖିକି ମତେ ବି ନିଶ୍ଚୟ ଖୁସି ଲାଗୁଛି। ହେଲେ ତୋ କଥା, ସେମାନଙ୍କ କଥା ଭାବିକି ମତେ ବହୁତ ଗୋଟେ କଷ୍ଟ ଲାଗୁଛି। ସେମାନେ ଟଙ୍କା ପାଇଲେ, ଖୁସିରେ ଖୁସିରେ ଚାଲିଗଲେ, ହେଲେ ଟିକେ ହେଲେ ପଚାରିଲେନି ଏତେ ଟଙ୍କା କୋଉଠୁ ଆଣିଲୁ? ହଉ ଛାଡ ସେ କଥା। ଆଚ୍ଛା ଦୈତାରୀ, ମତେ କହିଲୁ ତୁ ଏତେ ଟଙ୍କା କୋଉଠୁ ଆଣିଲୁ? ଆଉ ଆଜି କି 15 ଦିନ ହେଲା ଯାଇଥିଲୁ କୁଆଡେ? ନରୀ, ଆରେ ମୁଁ ତତେ ଏ କଥା କାଲିଠୁ ତୁ ମତେ 50 ଥର କହିସାରୁଣୁ, ମୁଁ ତତେ 50 ଥର ଉତ୍ତର ଦେଇ ସାରିଣି। ମୁଁ କିନ୍ତୁ ତୋ ପ୍ରଶ୍ନର ଉତ୍ତରରେ ଖୁସି ନୁହଁ। ଆରେ ତୁ ଘରକୁ ଯା, ମୁଁ ଏ କଥା ତତେ ମତେ ଆଗ କୁହ, ପରେ କହିଦେବି। ଏବେ କୁହ, ଏତେ ଟଙ୍କା ତତେ କିଏ ଦେଲା? ଏମିତି କୋଉ ସାଙ୍ଗ ତୋର ଭଉଣୀ ରହିଗଲା ଯେ 3 ଲକ୍ଷ ଟଙ୍କା ଏକାଳକେ ଦେଇଦେଲା? ନାଇଁ, ତାକୁ କେହି ଦେଇନାହାନ୍ତି। ବରଂ ସେ ଟଙ୍କା ବିନିମୟରେ ସିଏ ତାଙ୍କ ଦେହରୁ ଗୋଟେ କିଡନୀ ବିକି ଦେଇଛନ୍ତି। ଏତେ ବଡ କାମଟା କରିବା ପୂର୍ବରୁ ତୁ ତ ମତେ ଠିକ ହେଲେ ପଚାରି ପାରିଲୁ?
ମୁଁ ଏ କଥା ତତେ ବଡ ଭାବି କହିନଥିଲି ରେ, ବରଂ ଡରିକି କହିନଥିଲି। ନରୀ, ସେଦିନ ବାହାଘର ଭାଙ୍ଗିଗଲା ପରେ ଇଂରାଜୀ ଗ୍ରାମ ଗାଳି କରି ମୋ ଉପରକୁ ସେ ପେପରଟା ଫୋପାଡ଼ି ଦେଲା। ସେ ପେପରରେ ଲେଖା ଥିଲା ମୁଁ ତାଙ୍କ ଭାଣିଜୀର ପସନ୍ଦ ନୁହଁ। ଏ ନରୀ, ତା ତଳେ ଯୋଉ ବିଜ୍ଞାପନଟା ଥିଲା ସେ ବିଜ୍ଞାପନଟାରେ ମୋ ଆଖି ଲାଖିଗଲା ରେ ନରୀ, ମୋ ଆଖି ଲାଖିଗଲା। ନରୀ, ବିଜ୍ଞାପନରେ ଲେଖା ଥିଲା ଗୋଟେ କିଡିଂ ଆବଶ୍ୟକ। ଭାବିଲେ ମୁଁ ଯଦି ମୋର ଗୋଟିଏ କିଡିଂ ଦେଇଦେଲେ ମୋ ଭାଇ ଭଉଣୀଙ୍କର ସ୍ୱପ୍ନଟା ସାକାର ହେଇଯିବ। ନରୀ, ସେଇଆ ଭାବି 3 ଲକ୍ଷ ଟଙ୍କାକୁ ମୁଁ ମୋର ଗୋଟେ କିଡିଂ ଦେଇଦେଲି। ଦୈତାରୀ, ଆରେ ତୁ ସରକାରୀ ଚାକିରି ନୁହଁରେ, ତୁ ଖଟିଖିଆ ମଣିଷ, ଏମିତି ଖଟି ଖାଇ ବଞ୍ଚି ପାରିବୁ ତ? ଏ ନରୀ,